ଜାତୀୟ ରାଜପଥରେ ଆମ ବସ୍ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ୱର ପୁରୀ 370 ନମ୍ବର ଜାତୀୟ ରାଜପଥ ଉପରେ 3 ଜଣ ଯୁବତୀଙ୍କ ଉପରେ ରାଜ୍ୟ ସରକାରଙ୍କ ବସ୍ ଚଢ଼ିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ 3 ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ତେବେ ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ୱର ପୁରୀ 370 ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍ର ଚାଳକ ଅନିୟନ୍ତ୍ରିତ ହୋଇ ଆଜି ଅପରାହ୍ନରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା 3 ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଶ ନିକଟରେ ଘଟିଛି। ଏଥିରେ 3 ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିମଝିମ୍ ପ୍ରିୟଦର୍ଶିନୀ ସାହୁ ବୟସ 20, ଏଲିନା ଦାସ ବୟସ 20 ଏବଂ କାଜଲ। ଶରଧା ବାଲିରେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି 3 ଯୁବତୀ ବହୁତ ଖୁସିରେ ଶ୍ରୀକ୍ଷେତ୍ର ବାହାରିଥିଲେ। ଏ ବିଷୟରେ ଅଭିମୁଖେ ଦୁର୍ଭାଗ୍ୟର ଆରୋହୀମାନଙ୍କର ଅନ୍ୟ ଏକ ଗାଡ଼ି ସହିତ ସାମାନ୍ୟ ଧକ୍କା ଦେଇଥିଲା, ଯେଉଁଥିରେ ସେମାନେ ପଡ଼ିଯାଇଥିଲେ। ଏ ସମୟରେ ସରକାରୀ ବସ୍ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିଲା। ସୂଚନା ଅନୁସାରେ ଲିଙ୍ଗରାଜ ଥାନା ବାରିକସାହିର ରିମଝିମ୍ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଏବଂ କାଜଲ ଦାସ ଆଜି ଅପରାହ୍ନ ପ୍ରାୟ 3:30ଟାରେ ଏକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିଥିଲେ। ଶରଧା ବାଲିରେ ପହଞ୍ଚି ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଆଶା କରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ବହୁ ଖୁସିରେ ଆଗକୁ ବଢ଼ୁଥିଲେ, କିନ୍ତୁ ସେମାନଙ୍କର ଆଶା ପୂରଣ ହୋଇପାରିଲା ନାହିଁ। ପିପିଲି ଥାନା ତରାକାଶ ନିକଟରେ ସାମ୍ନାରୁ ଆସୁଥିବା ଏକ ଗାଡ଼ି 3 ଯୁବତୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେମାନେ ତଳେ ପଡ଼ିଯାଇଥିଲେ। ଦୁର୍ଘଟଣାର ଶିକାର ହୋଇ ଉଠିବା ପୂର୍ବରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ORTC ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଯୁବତୀମାନେ ରକ୍ତ ଜୁଡ଼ବୁଡ଼ ହୋଇ ଛଟପଟ ହେଉଥିବା ବେଳେ ବସ୍ଟି ଫେରାର ମାରିଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ 3ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି OD 02BQ 7367 ଜବତ କରିଛି। ପିପିଲି ଟୋଲଗେଟ୍କୁ ଯାଇ ପୋଲିସ ବସ୍କୁ ଚିହ୍ନଟ କରିବା ପାଇଁ ଛାନଭିନ୍ ଜାରି ରଖିଛି। ମୃତ ଯୁବତୀମାନେ ହେଲେ ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ସେମାନଙ୍କର ପୂରା ପରିଚୟ ଜଣାପଡ଼ିବ ବୋଲି ପୋଲିସ କହିଛି। ପୁରୀରୁ ଦିବାକର ପ୍ରଧାନଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।